ପୌଷ ମାସରେ ନାଲି ରଙ୍ଗର ପୋଷାକ ପିନ୍ଧିବାର ମହତ୍ତ୍ୱ କ'ଣ? ପୌଷ ମାସରେ ସୂର୍ଯ୍ୟ ଭଗବାନ ଏବଂ ପିତୃପୁରୁଷମାନଙ୍କୁ ପୂଜା କରିବାର ପରମ୍ପରା ଅଛି। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ ଏବଂ ପିତୃଦୋଷରୁ ମୁକ୍ତି ମିଳିଥାଏ। ପୌଷ ମାସରେ ସୂର୍ଯ୍ୟ ଭଗବାନଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଭଗବାନଙ୍କ ପ୍ରିୟ ରଙ୍ଗ ନାଲି ରଙ୍ଗ। ତେଣୁ ଏହି ମାସରେ ନାଲି ପୋଷାକ ପିନ୍ଧି ପୂଜାପାଠ କଲେ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଯାଇପାରିବ। ନାଲି ରଙ୍ଗ ଶକ୍ତି ଏବଂ ଉତ୍ସାହର ପ୍ରତୀକ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ନାଲି ରଙ୍ଗ ସୂର୍ଯ୍ୟ ଭଗବାନଙ୍କ ସହ ଜଡ଼ିତ ଏବଂ ତେଣୁ ଏହି ମାସରେ ନାଲି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତି ରାଶିଫଳରେ ସୂର୍ଯ୍ୟଙ୍କ ସ୍ଥିତି ଦୃଢ଼ ହୋଇଥାଏ ଏବଂ ରୋଗରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ସଦାସର୍ବଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କୁ ଏହି ମାସରେ ନାଲି ରଙ୍ଗର ପୋଷାକ ପିନ୍ଧିବା କଥା। ଏହାଦ୍ୱାରା ବ୍ୟକ୍ତିର କାମ ହୋଇଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲାଲ ରଙ୍ଗ ମଙ୍ଗଳ ଗ୍ରହ ସହିତ ଜଡ଼ିତ ଏବଂ ମଙ୍ଗଳ ହେଉଛନ୍ତି ଶକ୍ତି ଉର୍ଜା ଏବଂ ସାହସର କାରକ। ତେଣୁ ଯଦି ଆପଣ ରାଶିରେ ମଙ୍ଗଳ ଦୋଷ ଅଛି ତେବେ ଆପଣଙ୍କୁ ପୌଷ ମାସରେ ଲାଲ ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିବ। ଏହାଦ୍ୱାରା ବ୍ୟକ୍ତିକୁ ଶୁଭ ଫଳାଫଳ ମିଳିପାରେ ଏବଂ ବ୍ୟକ୍ତିର ଜୀବନରେ ଚାଲିଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। କେବଳ ଏତିକି ନୁହେଁ, ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ହନୁମାନଙ୍କୁ ପୂଜା କରିବା ସମୟରେ ନିଶ୍ଚିତ ଭାବରେ ନାଲି ରଙ୍ଗର ପୋଷାକ ପିନ୍ଧନ୍ତୁ। ଏହା ଉତ୍ତମ ଫଳ ଦେଇପାରେ।